ହଁ, ମାନେ ଆମେ ସେମିତି କିଛି ଅଧିକା ରେଟ୍ ରଖିନୁ। ମାନେ ଜଣେ ପଡକାଷ୍ଟ କରିବା ପାଇଁ ଆସିଲେ ସପୋଜ୍ ଗୋଟେ ଟିମ୍, ଓ ମାନେ ସେମାନେ 1 ଘଣ୍ଟା କି 1.5 ଘଣ୍ଟା ତାଙ୍କର ଯାହା ସେଟଅପ୍ ଥିବ, ତ 1 ଘଣ୍ଟା ହିସାବରେ ଆମେ ବହୁତ ରିଜନେବଲ୍ ପ୍ରାଇସ୍ ରଖିଛୁ। 1200 ରୁପିସ୍ ଅଛି। ତ ସେଟଅପ୍ ଆପଣ ଦେବେ ନା ସେଟଅପ୍ ସିଙ୍ଗିଲ୍ ପୁରା ସେଟଅପ୍ ଆମର। ସେମାନେ ଖାଲି ତାଙ୍କ ପ୍ରେଜେନ୍ସ ସେଠି, କ୍ୟାମେରାଠୁ ଆରମ୍ଭ କରିକି ଲାଇଟ୍ ସବୁ ସେଟଅପ୍ ଆମର ଏଇଠି ଅଛି। ସେମାନେ ତାଙ୍କ ଆଙ୍କର୍, ତାଙ୍କ ଗେଷ୍ଟ ନେଇକି ଆସିବେ ପର୍ ଆୱାର୍ 1200। ହଁ, ଷ୍ଟୁଡିଓ ଏନ୍ଆର୍ ଗୋଟେ ଡିଫରେଣ୍ଟ କନସେପ୍ଟ ନେଇକି ଖୋଲା ହେଇଛି। ଭୁବନେଶ୍ୱରରେ 3-4ଟା ଷ୍ଟୁଡିଓ ଅଲରେଡି ରନିଂରେ ଅଛି। ତ ମୁଁ ଟିକେ ଅଲଗା ଧରଣର ଇଏ ପାଇଁ ଚାହିଁଛି। ଏଥିରେ ଖାଲି ଯେଉଁ ଆମର ବି ଆଲୋଚନା ହେଉଥିଲା ଯେ ଖାଲି ଆଧୁନିକ କବିତା କି ଆଧୁନିକ ଜିନିଷକୁ ସ୍ଥାନ ଦେବା ଅପେକ୍ଷା କିଛି ପୁରୁଣା ଓଡ଼ିଶାର ଯେଉଁ ଲୋପ ପାଇଯାଉଥିବା କଲଚରକୁ ବି ଏଠି ସ୍ଥାନ ଦିଆହେବ। ତା'ର କିଛି କିଛି ପ୍ରୋଗ୍ରାମ୍ ଏଠି ହେବ। ତା ସହିତ ଷ୍ଟୁଡିଓ ଏନ୍ଆର୍ରେ ପଡକାଷ୍ଟ, ଆଉ ଆମର ଯେମିତିକି ଷ୍ଟାଣ୍ଡଅପ୍, ଓପନ୍ ମାଇକ୍, ମାନେ ଡ୍ୟାନ୍ସ ପରଫର୍ମାନ୍ସ, ଏଗୁଡ଼ାକ ବି ଆମ ଷ୍ଟୁଡିଓ ଏନ୍ଆର୍ରେ ସେଇ ଗୋଟେ ସ୍ୱପ୍ନ ନେଇକି ଖୋଲିଛି। ତ ଷ୍ଟୁଡିଓ ଏନ୍ଆର୍ ଖୋଲା ହେଇଛି। ତ ମାନେ ଆଶା କରୁଛି ସମସ୍ତଙ୍କର ସହଯୋଗ ରହିବ। ଆଉ ଗୋଟେ ନୂଆ ସ୍ୱପ୍ନ ପୂରଣ ହଉ, ଏତିକି ଭଗବାନଙ୍କ ପାଖରେ ପ୍ରାର୍ଥନା, ଆଉ ସମସ୍ତଙ୍କ ପାଖରେ ଗୋଟିଏ ଜାଗାରେ ଦେଖିବାକୁ ଗଲେ ପ୍ରାୟ ଜାଗାରେ ସମସ୍ତେ ଚାହାନ୍ତି ଯେ ପଡକାଷ୍ଟ କରିବା ପାଇଁ, ଭିଡ଼ିଓ ନେବା ପାଇଁ ପକେଟ୍ ଯେଉଁ ବାଜାରେ ପଇସା ନଥାଏ, ସେଠି କରିପାରିବେ କମ୍ ରେଟ୍ରେ। ହଁ, ମାନେ ଆମେ ସେମିତି କିଛି ଅଧିକା ରେଟ୍ ରଖିନୁ। ମାନେ ଜଣେ ପଡକାଷ୍ଟ କରିବା ପାଇଁ ଆସିଲେ ସପୋଜ୍ ଗୋଟେ ଟିମ୍, ଓ ମାନେ ସେମାନେ 1 ଘଣ୍ଟା କି 1.5 ଘଣ୍ଟା ତାଙ୍କର ଯାହା ସେଟଅପ୍ ଥିବ, ତ 1 ଘଣ୍ଟା ହିସାବରେ ଆମେ ବହୁତ ରିଜନେବଲ୍ ପ୍ରାଇସ୍ ରଖିଛୁ। 1200 ରୁପିସ୍ ଅଛି। ତ ସେଟଅପ୍ ଆପଣ ଦେବେ ନା ସେଟଅପ୍ ସିଙ୍ଗିଲ୍ ପୁରା ସେଟଅପ୍ ଆମର। ସେମାନେ ଖାଲି ତାଙ୍କ ପ୍ରେଜେନ୍ସ ସେଠି, କ୍ୟାମେରାଠୁ ଆରମ୍ଭ କରିକି ଲାଇଟ୍ ସବୁ ସେଟଅପ୍ ଆମର ଏଇଠି ଅଛି। ସେମାନେ ତାଙ୍କ ଆଙ୍କର୍, ତାଙ୍କ ଗେଷ୍ଟ ନେଇକି ଆସିବେ ପର୍ ଆୱାର୍ 1200 ରୁପିସ୍ ଅଛି। ଧନ୍ୟବାଦ।